ଭଗବାନ ଶଙ୍କରଙ୍କର ବ୍ରହ୍ମା ଓ ବିଷ୍ଣୁଙ୍କ ଯୁଦ୍ଧରେ ଅଗ୍ନିସ୍ତମ୍ଭ ରୂପରେ ପ୍ରକଟ ସ୍ତମ୍ଭର ଆଦି ଏବଂ ଅନ୍ତ ଜାଣିବା ପାଇଁ ଦୁଇ ଜଣଙ୍କର ପ୍ରସ୍ଥାନ। ଶିବ କହିଲେ, ହେ ପୁତ୍ରଗଣ, ଆପଣମାନେ କୁଶଳରେ ଅଛନ୍ତି ତ? ମୋର ଶାସନରେ ଜଗତ ତଥା ସମସ୍ତ ଦେବତା ନିଜ ନିଜ କାର୍ଯ୍ୟ କରୁଅଛନ୍ତି ତ? ହେ ଦେବଗଣ, ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର କଥା ମୋତେ ପ୍ରଥମରୁ ହିଁ ଜଣାଥିଲା। ଆପଣମାନେ ଏଠାକୁ ଆସି ତାକୁ ପୁନଃ ମୋତେ କହିଲେ। ହେ ସନତ କୁମାର, ଉମାପତି ଶଙ୍କର ଏହି ପ୍ରକାର ହସି ମଧୁର ବାଣୀରେ ସେହି ଦେବଗଣଙ୍କୁ ସନ୍ତୁଷ୍ଟ କଲେ। ଏହାପରେ ମହାଦେବ ବ୍ରହ୍ମା ଓ ବିଷ୍ଣୁଙ୍କ ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ନିଜର ଗଣମାନଙ୍କୁ ଆଦେଶ ଦେଲେ। ସେତେବେଳେ ମହାଦେବଙ୍କ ପ୍ରସ୍ଥାନ ପାଇଁ ଅନେକ ପ୍ରକାରର ବାଜା ବାଜିବା ଲାଗିଲା ଏବଂ ତାଙ୍କର ଗଣଦକ୍ଷ ବି ଅନେକ ପ୍ରକାରର ସଜ୍ଜିତ ହୋଇ ବାହନରେ ସବାର ହୋଇ ଯିବା ପାଇଁ ପ୍ରସ୍ତୁତ ହୋଇଗଲେ। ଭଗବାନ ଉମାପତି ପଞ୍ଚମଣ୍ଡଳ ସୁଶୋଭିତ ଓଙ୍କାର ଆକୃତି ଯୁକ୍ତ ସୁନ୍ଦର ରଥରେ ଆରୂଢ଼ ହେଲେ। ଏହି ପ୍ରକାର ପୁତ୍ର ଏବଂ ଗଣ ସହିତ ପ୍ରସ୍ଥାନ କରୁଥିବା ଶିବଙ୍କ ପଛେ ପଛେ ଇନ୍ଦ୍ର ଆଦି ସମସ୍ତ ଦେବଗଣ ବି ଚାଲିବାରେ ଲାଗିଲେ। ବିଚିତ୍ର ଧ୍ୱଜା, ପଙ୍ଖା, ଚଅଁର, ପୁଷ୍ପବୃଷ୍ଟି, ସଙ୍ଗୀତ, ନୃତ୍ୟ ଏବଂ ବାଦ୍ୟର ସମନ୍ୱିତ ପଶୁପତି ଭଗବାନ ଶିବ ଭଗବତୀ ଉମାଙ୍କ ସହିତ ସେହି ଦୁଇ ଜଣ ବ୍ରହ୍ମା ଓ ବିଷ୍ଣୁଙ୍କ ଯୁଦ୍ଧସ୍ଥଳରେ ଆସି ପହଞ୍ଚିଲେ। ସେ ଦୁଇ ଜଣଙ୍କର ଯୁଦ୍ଧକୁ ଦେଖି ଶିବ ଗଣମାନଙ୍କୁ କୋଳାହଳ ତଥା ବାଦ୍ୟ ଧ୍ୱନି ବନ୍ଦ କରାଇଦେଲେ ତଥା ସେ ଗୁପ୍ତରେ ଆକାଶରେ ଦଣ୍ଡାୟମାନ ହୋଇଗଲେ। ଏପଟେ ସୁରବୀର ବ୍ରହ୍ମା ଓ ବିଷ୍ଣୁ ପରସ୍ପରକୁ ବଧ କରିବା ଇଚ୍ଛାରେ ମାହେଶ୍ୱର ଅସ୍ତ୍ର ଏବଂ ପାଶୁପତ ଅସ୍ତ୍ରରେ ପରସ୍ପର ସନ୍ଧାନ କରୁଥିଲେ। ବ୍ରହ୍ମା ଓ ବିଷ୍ଣୁଙ୍କ ଅସ୍ତ୍ରର ଜ୍ୱାଳାରେ ତିନି ଲୋକ ଜଳିବାରେ ଲାଗିଲା। ନିରାକାର ଭଗବାନ ଶଙ୍କର ସେ ଅକାଳ ପ୍ରଳୟକୁ ଆସିଥିବାର ଦେଖି ଏକ ଭୟଙ୍କର ବିଶାଳ ଅଗ୍ନିସ୍ତମ୍ଭ ରୂପରେ ସେ ଦୁଇ ଜଣଙ୍କ ମଧ୍ୟରେ ପ୍ରକଟ ହୋଇଗଲେ। ସଂସାରକୁ ନଷ୍ଟ କରିବାରେ ସକ୍ଷମ ସେ ଦୁଇ ଦିବ୍ୟାସ୍ତ୍ର ନିଜ ତେଜ ସହିତ ସେ ମହାନ ଅଗ୍ନିସ୍ତମ୍ଭର ପ୍ରକଟ ହେବା ମାତ୍ରେ ହିଁ ତତ୍କ୍ଷଣାତ୍ ଶାନ୍ତ ହୋଇଗଲା। ଦିବ୍ୟାସ୍ତ୍ରକୁ ଶାନ୍ତ କରିଥିବା ସେହି ଆଶ୍ଚର୍ଯ୍ୟଜନକ ତଥା ଶୁଭ ଅର୍ଥାତ୍ ଅଗ୍ନିସ୍ତମ୍ଭକୁ ଦେଖି ସମସ୍ତେ ପରସ୍ପର କହିବାକୁ ଲାଗିଲେ କି ଅଦ୍ଭୁତ ଆକାରଯୁକ୍ତ ସ୍ତମ୍ଭ କଣ ଅଟେ? ଏ ଦିବ୍ୟ ଅଗ୍ନିସ୍ତମ୍ଭ କିପରି ପ୍ରକଟ ହୋଇଗଲା? ତାହାର ଉଚ୍ଚତା ଏବଂ ତାହାର ମୂଳ ବିଷୟରେ ଆମେମାନେ ଜାଣିବା ଉଚିତ। ଏପରି ପରସ୍ପର ନିର୍ଣ୍ଣୟ କରି ସେ ଅଭିମାନୀ ବୀର ତାହାର ପରୀକ୍ଷା କରିବା ପାଇଁ ତତ୍ପର ହୋଇଗଲେ ଏବଂ ଶୀଘ୍ରତାପୂର୍ବକ ପ୍ରସ୍ଥାନ କଲେ। ସେ ଦୁଇ ଜଣଙ୍କ ସହିତ ରହିବାର ଏହି କାର୍ଯ୍ୟ ସମ୍ପନ୍ନ ହେବ ନାହିଁ। ଏପରି କହି ବିଷ୍ଣୁ ଶୂକର ରୂପ ଧାରଣ କଲେ ଏବଂ ତାହାର ମୂଳକୁ ଖୋଜିବା ପାଇଁ ଚାଲିଲେ। ସେ ପ୍ରକାର ବ୍ରହ୍ମା ବି ହଂସ ରୂପ ଧାରଣ କରି ତାହାର ଅନ୍ତ ଖୋଜିବା ପାଇଁ ଚାଲିଲେ। ପାତାଳକୁ ଭେଦ କରି ବହୁତ ଦୂର ପର୍ଯ୍ୟନ୍ତ ଯିବା ପରେ ବି ବିଷ୍ଣୁଙ୍କର ସେ ଅଗ୍ନିସ୍ତମ୍ଭ ସମାନ ତେଜସ୍ୱୀ ସ୍ତମ୍ଭର ଆଧାର ଜଣା ପଡ଼ିଲା ନାହିଁ। ସେତେବେଳେ ଶୁକ୍ରାକୃତି ବିଷ୍ଣୁ ରଣଭୂମିକୁ ଫେରି ଆସିଲେ। ହେ ଦାତ, ଆକାଶ ମାର୍ଗରେ ଯାଉଥିବା ଆପଣଙ୍କ ପିତା ବ୍ରହ୍ମା ମାର୍ଗରେ ଅଦ୍ଭୁତ କେତକୀ ଫୁଲକୁ ପଡ଼ିଥିବାର ଦେଖିଲେ। ଅନେକ ବର୍ଷରେ ପଡ଼ି ମଧ୍ୟ ସେ ସମ୍ପୂର୍ଣ୍ଣ ସତେଜ ଥିଲା ଏବଂ ଅତି ସୁଗନ୍ଧଯୁକ୍ତ ଥିଲା। ବ୍ରହ୍ମା ଓ ବିଷ୍ଣୁଙ୍କର ଏହି ବିଗ୍ରହପୂର୍ଣ୍ଣ କୃତ୍ୟକୁ ଦେଖି ଭଗବାନ ପରମେଶ୍ୱର ହସିବାରେ ଲାଗିଲେ, ଯାହାଦ୍ୱାରା କମ୍ପନ କାରଣରୁ ତାଙ୍କର ମସ୍ତକ ହଲିବାରେ ଲାଗିଲା ଏବଂ ଶ୍ରେଷ୍ଠ କେତେକ ପୁଷ୍ପ ସେ ଦୁଇ ଜଣଙ୍କ ଉପରେ କୃପା କରିବା ପାଇଁ ପତିତ ହେଲା। ବ୍ରହ୍ମା ତାକୁ ପଚାରିଲେ, ହେ ପୁଷ୍ପରାଜ, ତୁମକୁ କିଏ ଧାରଣ କରିଥିଲା ଏବଂ ତୁମେ କେଉଁଠାରୁ ପତିତ ହେଉଅଛ? କେତକୀ ଉତ୍ତର ଦେଲା, ଏହି ପୁରାତନ ବା ଅପରମେୟ ସ୍ତମ୍ଭ ମଧ୍ୟରେ ମୁଁ ବହୁତ ସମୟରୁ ପତିତ ହୋଇଅଛି। ପୁଣି ବି ଏହାର ଆଦିକୁ ଦେଖିପାରିଲେ ନାହିଁ। ଅତଃ ଆପଣ ବି ଏ ସ୍ତମ୍ଭର ଅନ୍ତ ଦେଖିବାର ଆଶା ଛାଡ଼ି ଦିଅନ୍ତୁ। ବ୍ରହ୍ମା କହିଲେ, ମୁଁ ତ ହଂସ ରୂପ ଧାରଣ କରି ଏହାର ଅନ୍ତ ଦେଖିବା ପାଇଁ ଆସିଅଛି। ଏବେ ହେ ମିତ୍ର, ମୋର ଗୋଟିଏ ଅଭିଲଷିତ କାମ ତୁମକୁ କରିବାକୁ ପଡ଼ିବ। ବିଷ୍ଣୁଙ୍କ ପାଖକୁ ମୋ ସହିତ ଯାଇ ତୁମକୁ ଏତିକି କହିବାକୁ ହେବ କି ବ୍ରହ୍ମା ଏ ସ୍ତମ୍ଭର ଅନ୍ତ ଦେଖି ସାରିଛନ୍ତି। ହେ ଅଚ୍ୟୁତ, ମୁଁ ଏହି କଥାର ସାକ୍ଷୀ। କେତକୀକୁ ଏପରି କହି ବ୍ରହ୍ମା ତାକୁ ବାରମ୍ବାର ପ୍ରଣାମ କଲେ ଏବଂ କହିଲେ କି ବିପଦ ସମୟରେ ତ ମିଥ୍ୟା ଭାଷଣ ବି
ମିଥ୍ୟା ଭାଷଣକୁ ବି ଉଚିତ ବୋଲି କୁହାଯାଇଛି। ଏହା ହିଁ ଶାସ୍ତ୍ରର ମତ। ସେଠାରେ ଅତି ପରିଶ୍ରମରେ ଥକି ଯାଇଥିବା ଏବଂ ସ୍ତମ୍ଭର ଅନ୍ତ ନ ପାଇ ଉଦାସ ବିଷ୍ଣୁଙ୍କୁ ଦେଖି ବ୍ରହ୍ମା ପ୍ରସନ୍ନତାରେ ନାଚି ଉଠିଲେ ଏବଂ ନପୁଂସକଙ୍କ ସମାନ ନପୁଂସକ ସମାନ ପୂର୍ଣ୍ଣ କଥା ନପୁଂସକ ସମାନ ମିଥ୍ୟା କଥା ପ୍ରସ୍ତୁତ କରି ଅଚ୍ୟୁତ ବିଷ୍ଣୁଙ୍କୁ ଏହି ପ୍ରକାର କହିଲେ, ହେ ହରି, ମୁଁ ଏହି ସ୍ତମ୍ଭର ଅଗ୍ରଭାଗକୁ ଦେଖି ନେଇଛି। ଏହା ସହିତ ଏହାର ସାକ୍ଷୀ କେତକୀ ପୁଷ୍ପ ଅଟେ। ସେତେବେଳେ ସେ କେତକୀ ବି ମିଥ୍ୟାରେ ହିଁ ବିଷ୍ଣୁଙ୍କ ନିକଟରେ କହିଲା ଯେ ବ୍ରହ୍ମା କଥା ଉଚିତ ଅଟେ। ବିଷ୍ଣୁ ସେହି କଥାକୁ ସତ୍ୟ ବୋଲି ଜାଣି ବ୍ରହ୍ମାଙ୍କୁ ସ୍ୱୟଂ ପ୍ରଣାମ କଲେ ଏବଂ ତାଙ୍କର ଷୋଡ଼ଶୋପଚାର ପୂଜନ କଲେ। ଏ ସମୟରେ କପଟୀ ବ୍ରହ୍ମାଙ୍କୁ ଦଣ୍ଡିତ କରିବା ପାଇଁ ସେ ପ୍ରଜ୍ୱଳିତ ସ୍ତମ୍ଭ ଲିଙ୍ଗରୁ ମହେଶ୍ୱର ପ୍ରକଟ ହୋଇଗଲେ। ସେତେବେଳେ ପରମେଶ୍ୱରଙ୍କୁ ପ୍ରକଟ ହୋଇଥିବା ଦେଖି ବିଷ୍ଣୁ ଉଠି ଛିଡ଼ା ହେଲେ ଏବଂ କମ୍ପିତ ହସ୍ତରେ ତାଙ୍କର ଚରଣ ଧରି କହିବାରେ ଲାଗିଲେ, ହେ କରୁଣାକର, ଆଦି ଅନ୍ତରହିତ ଆପଣ ପରମେଶ୍ୱରଙ୍କ ବିଷୟରେ ମୁଁ ମୋହବୁଦ୍ଧିରେ ବହୁତ ବିଚାର କଲି, କିନ୍ତୁ କାମରୁ ଉତ୍ପନ୍ନ ଏହି ବିଚାର ସଫଳ ହେଲା ନାହିଁ। ଅତଃ ଆପଣ ଆମ ଉପରେ ପ୍ରସନ୍ନ ହୁଅନ୍ତୁ, ଆମର ପାପ ନାଶ କରନ୍ତୁ ଏବଂ ଆମକୁ କ୍ଷମା କରନ୍ତୁ। ଏସବୁ ଆପଣଙ୍କ ଲୀଳାରେ ହିଁ ହୋଇଅଛି। ଈଶ୍ୱର କହିଲେ, ହେ ବତ୍ସ, ମୁଁ ତୁମ ଉପରେ ପ୍ରସନ୍ନ, କାରଣ ଶ୍ରେଷ୍ଠତାର କାମନା ଥିଲେ ମଧ୍ୟ ତୁମେ ସତ୍ୟର ଆଶ୍ରୟ ନେଇଛ। ଏଥିପାଇଁ ଜଗତରେ ମୋ ସମାନ ହିଁ ପ୍ରତିଷ୍ଠା ଏବଂ ସତ୍କାର ପ୍ରାପ୍ତ କରିବ। ହେ ହରି, ଏବେଠାରୁ ଆପଣଙ୍କର ପୃଥକ ମୂର୍ତ୍ତି ହୋଇ ପୁଣ୍ୟକ୍ଷେତ୍ରରେ ପ୍ରତିଷ୍ଠା କରାଯିବ ଏବଂ ତାହାର ଉଚ୍ଛାତ ପୂର୍ବକ ପୂଜନ ହେବ। ଏହି ପ୍ରକାର ପରମେଶ୍ୱର ବିଷ୍ଣୁଙ୍କ ସାନ୍ତ୍ୱନାରେ ପ୍ରସନ୍ନ ହୋଇ ଦେବତାଙ୍କ ସାମ୍ନାରେ ତାଙ୍କୁ ନିଜର ସମାନତା ପ୍ରଦାନ କରିଥିଲେ। ସଂକର୍ମ ଦ୍ୱାରା ବ୍ରହ୍ମା କେତକୀ ପୁଷ୍ପକୁ ଅଭିଶାପ ଦେବ ଏବଂ ପୁନଃ ଅନୁଗ୍ରହ ପ୍ରଦାନ କରିବା। ନନ୍ଦିକେଶ୍ୱର କହିଲେ, ତାପରେ ମହାଦେବ ଶିବ ବ୍ରହ୍ମାଙ୍କ ଗର୍ଭକୁ ଦୂର କରିବା ଇଚ୍ଛାରେ ନିଜ ଭ୍ରୁକୁଟି ମଧ୍ୟରୁ ଭୈରବ ନାମକ ଏକ ଅଦ୍ଭୁତ ପୁରୁଷକୁ ଉତ୍ପନ୍ନ କଲେ। ସେ ଭୈରବ ରଣଭୂମିରେ ନିଜର ସ୍ୱାମୀ ଶିବଙ୍କୁ ପ୍ରଣାମ କରି ପଚାରିଲେ କି, ହେ ପ୍ରଭୁ, ଆପଣ ଶୀଘ୍ର ଆଜ୍ଞା ଦିଅନ୍ତୁ, ମୁଁ ଆପଣଙ୍କର କେଉଁ କାର୍ଯ୍ୟ କରିବି? ଶିବ କହିଲେ, ହେ ବତ୍ସ, ଏଇ ଯେଉଁ ବ୍ରହ୍ମା ଅଛନ୍ତି ସେହି ସୃଷ୍ଟିର ଆଦି ଦେବତା ଅଟନ୍ତି। ତୁମେ ବେଗପୂର୍ବକ ତୀକ୍ଷ୍ଣ ଖଡ୍ଗରେ ଏହାଙ୍କର ପୂଜା କର, ଅର୍ଥାତ୍ ଏହାଙ୍କର ବଧ କରିଦିଏ। ଯେତେବେଳେ ଭୈରବ ଗୋଟିଏ ହସ୍ତରେ ବ୍ରହ୍ମାଙ୍କ କେଶ ଧରି ଅସତ୍ୟ କହିଥିବା ତାଙ୍କର ସେ ଉଦ୍ଧତ ପଞ୍ଚମ ଶିରକୁ କାଟି ହାତରେ ଖଡ୍ଗ ଧରି ତାଙ୍କ ମାରିବା ପାଇଁ ପ୍ରସ୍ତୁତ ହେଲେ। ହେ ସନତ କୁମାର, ସେତେବେଳେ ଆପଣଙ୍କ ପିତା ନିଜର ଆଭୂଷଣ, ବସ୍ତ୍ର, ମାଳା ଏବଂ ଉତ୍ତରୀ ଏବଂ ନିର୍ମଳ କେଶର ବିକ୍ଷିପ୍ତ ହେବା କାରଣରୁ କଦଳୀ ବୃକ୍ଷ ପରି କମ୍ପିବାରେ ଲାଗିଲେ ଏବଂ ଭୈରବଙ୍କ ଚରଣ କମଳରେ ପତିତ ହେଲେ। ହେ तात, ସେତେବେଳେ ବ୍ରହ୍ମାଙ୍କୁ ରକ୍ଷା କରିବା ପାଇଁ ଇଚ୍ଛାରୁ କୃପାଳୁ ବିଷ୍ଣୁ ମୋର ସ୍ୱାମୀ ଭଗବାନ ଶଙ୍କରଙ୍କ ଚରଣ କମଳକୁ ନିଜ ଅଶ୍ରୁ ଜଳରେ ସିକ୍ତ କରି ହାତ ଯୋଡ଼ି ଏହି ପ୍ରକାର ପ୍ରାର୍ଥନା କଲେ, ଯେପରି ଗୋଟିଏ ଛୋଟ ବାଳକ ନିଜ ପିତାଙ୍କ ପ୍ରତି କମ୍ପିତ ବାଣୀରେ ବଚନ କହିଥାଏ। ଅଚ୍ୟୁତ କହିଲେ, ହେ ଈଶ, ଆପଣ ହିଁ ପ୍ରଥମେ କୃପାପୂର୍ବକ ଏହି ବ୍ରହ୍ମାଙ୍କୁ ପଞ୍ଚାନନ ରୂପ ପ୍ରଦାନ କରିଥିଲେ। ଏଥିପାଇଁ ମୁଁ ଆପଣଙ୍କର ଅନୁଗ୍ରହର ପାତ୍ର ଅଟନ୍ତି। ଏହାଙ୍କ ଅପରାଧ କ୍ଷମା କରନ୍ତୁ ଏବଂ ଏହାଙ୍କ ଉପରେ ପ୍ରସନ୍ନ ହୁଅନ୍ତୁ। ଭଗବାନ ଅଚ୍ୟୁତଙ୍କ ଦ୍ୱାରା ଏହି ପ୍ରକାର ପ୍ରାର୍ଥନା କରାଯିବା ପରେ ଶିବ ପ୍ରସନ୍ନ ହୋଇ ଦେବତାଙ୍କ ସାମ୍ନାରେ ହିଁ ବ୍ରହ୍ମାଙ୍କୁ ଦଣ୍ଡିତ କରିବାରୁ ଉଦ୍ୟତ ହୋଇଥିବା ଭୈରବଙ୍କୁ ଅଟକାଇ ଦେଲେ। ଶିବ ସେହି ଗୋଟିଏ ଶିର ବିହୀନ କପଟୀ ବ୍ରହ୍ମାଙ୍କୁ କହିଲେ, ହେ ବ୍ରହ୍ମା, ତୁମେ ଶ୍ରେଷ୍ଠତା ପାଇବା ଇଚ୍ଛାରେ ଠଠଙ୍କ ପରି କାର୍ଯ୍ୟ କରିଛ। ଏଥିପାଇଁ ସଂସାରରେ ତୁମର ପୂଜା ହେବ ନାହିଁ ଏବଂ ତୁମର ମନ୍ଦିର ତଥା ପୂଜୋତ୍ସବ ଆଦି ହେବ ନାହିଁ। ବ୍ରହ୍ମା କହିଲେ, ହେ ମହାବିଭୂତିମାନ ସ୍ୱାମୀ, ଆପଣ ମୋ ଉପରେ ପ୍ରସନ୍ନ ହୁଅନ୍ତୁ। ମୁଁ ଆପଣଙ୍କ କୃପାରୁ ନିଜର ମସ୍ତକ କାଟିବାକୁ ହିଁ ଉଚିତ ବୋଲି ମନେ କରୁଛି। ବିଶ୍ୱର କାରଣ, ବିଶ୍ୱବନ୍ଧୁ, ଦୋଷକୁ ସହ୍ୟ କରିଥିବା ଏବଂ ପର୍ବତ ସମାନ କଠୋର ଧନୁଷ ଧାରଣ କରିଥିବା ଆପଣ ଭଗବାନ ଶିବଙ୍କୁ ନମସ୍କାର। ଈଶ୍ୱର କହିଲେ, ହେ ବତ୍ସ, ଅନୁଶାସନ ଭୟ ନ ରହିଲେ ଏ ସାରା ସଂସାର ନଷ୍ଟ ହୋଇଯିବ। ଅତଃ ତୁମେ ଦଣ୍ଡନୀୟକୁ ହିଁ ଦଣ୍ଡ ଦିଏ ଏବଂ ଏହି ସଂସାରର ବ୍ୟବସ୍ଥା ଚଳାଅ।
ତୁମକୁ ଏକ ପରମ ଦୁର୍ଲଭ ବର ବି ଦେଉଛି, ଯାହାକୁ ଗ୍ରହଣ କର। ଅଗ୍ନିହୋତ୍ର ଏବଂ ଆଦି ଆଦି ବୈଜ୍ଞାନିକ ଏବଂ ଗୁହ୍ୟ ଯଜ୍ଞରେ ଆପଣ ହିଁ ଶ୍ରେଷ୍ଠ ରହିବେ। ସୌଭାଗ୍ୟପୂର୍ଣ୍ଣ ଏବଂ ପୁଷ୍କଳ ଦକ୍ଷିଣ ସର୍ବାଙ୍ଗପୂର୍ଣ୍ଣ ଏବଂ ପୁଷ୍କଳ ଦକ୍ଷିଣ ଦକ୍ଷିଣଯୁକ୍ତ ଯଜ୍ଞ ବି ଆପଣଙ୍କ ବିନା ନିଷ୍ଫଳ ହେବ। ସେତେବେଳେ ଭଗବାନ ଶିବ ମିଥ୍ୟା ମିଥ୍ୟା ସାକ୍ଷୀ ଦେଇଥିବା କପଟି କେତକୀ ପୁଷ୍ପକୁ କହିଲେ, ଆରେ ଷଠ କେତକ, ତୁମେ ଦୁଷ୍ଟ ଅଟ। ଏଠାରୁ ଦୂରକୁ ଚାଲିଯାଅ। ମୋ ପୂଜାରେ ଉପସ୍ଥିତ ତୁମର ଫୁଲ ମୋ ଦ୍ୱାରା ମତେ ଅର୍ପିତ ହେବ ନାହିଁ। ଶିବଙ୍କ ଦ୍ୱାରା ଏହି ପ୍ରକାର କହିବା ପରେ ସମସ୍ତ ଦେବତାମାନେ କେତକୀକୁ ତାଙ୍କ ପାଖରୁ ଦୂର କରିଦେଲେ ଏବଂ ଅନ୍ୟତ୍ର ପଠାଇଦେଲେ। କେତକୀ ପୁଷ୍ପ କହିଲା, ହେ ନାଥ, ଆପଣଙ୍କୁ ନମସ୍କାର। ଆପଣଙ୍କ ଆଜ୍ଞା କାରଣରୁ ମୋର ହିତ ଜନ୍ମ ନିଷ୍ଫଳ ହୋଇଗଲା। ତ ହେ ଦାତ, ମୋର ଅପରାଧ କ୍ଷମା କରିଦେବ, ମୋର ଜନ୍ମ ସଫଳ କରିଦିଅନ୍ତୁ। ଜ୍ଞାତ ଅଜ୍ଞାତର ହୋଇଥିବା ଏହି ପାପ ଆପଣଙ୍କ ଶରଣ ମାତ୍ରେ ନଷ୍ଟ ହୋଇଯାଏ। ପୁଣି ଏପରି ପ୍ରଭାବଶାଳୀ ଆପଣଙ୍କ ସାକ୍ଷାତ ଦର୍ଶନ କରିବା ପରେ ବି ମତେ ମିଥ୍ୟା କହିବାର ଦୋଷ କିପରି ହୋଇପାରିବ? ସେ ସଭାସ୍ଥଳରେ କେତକୀ ପୁଷ୍ପଦର ଏ ପ୍ରକାର ସ୍ତୁତି କରିବା ପରେ ଭଗବାନ ସଦାଶିବ କହିଲେ, ମୁଁ ସତ୍ୟ କହୁଛି, ମୋ ଦ୍ୱାରା ତତେ ଧାରଣ କରାଯାଇ ପାରିବ ନାହିଁ। କିନ୍ତୁ ମୋର ହିଁ ନିଜର ବିଷ୍ଣୁ ଆଦି ଦେବଗଣ ବିଷ୍ଣୁ ଆଦି ଦେବଗଣ ତୁମକୁ ଧାରଣ କରିବେ ଏବଂ ତୁମର ଜନ୍ମ ସଫଳ ହେବ ଏବଂ ଆଦିରେ ମଣ୍ଡପ ଆଦିରେ ତୁମେ ମୋ ଉପରେ ବି ଉପସ୍ଥିତ ରହିବ। ଏହି ପ୍ରକାର ଭଗବାନ ଶଙ୍କର ବ୍ରହ୍ମା ବିଷ୍ଣୁ ଏବଂ କେତକୀ ପୁଷ୍ପ ଉପରେ ଅନୁଗ୍ରହ କରି ସମସ୍ତ ଦେବତାଙ୍କ ଦ୍ୱାରା ସ୍ତୁତ ହୋଇ ସଭାରେ ସୁଶୋଭିତ ହେଲେ।